ଏହା ଏକ ମଧ୍ୟମ ଆକାରର ପର୍ଣ୍ଣମୋଚୀ ଗଛ ଯାହା ଏହାର ଉଜ୍ଜ୍ୱଳ କମଳା ଲାଲ ଫୁଲ ଯୋଗୁଁ ଜଙ୍ଗଲର ଅଗ୍ନିଶିଖା ଭାବରେ ଜଣାଶୁଣା। ଏହା ଫାବେସିଆ ପରିବାର ଅନ୍ତର୍ଭୁକ୍ତ ଏବଂ ଭାରତୀୟ ଉପମହାଦେଶର ମୂଳ ନିବାସୀ। ଗଛଟି ବସନ୍ତ ଋତୁରେ ଫୁଲ ଫୁଟେ ଏବଂ ଏହାର ଫୁଲଗୁଡ଼ିକ ଅଗ୍ନିଶିଖା ସଦୃଶ ଏହାକୁ ଏକ ଆକର୍ଷଣୀୟ ଦୃଶ୍ୟ ପ୍ରଦାନ କରେ। ଭାରତରେ ପ୍ରାକୃତିକ ରଙ୍ଗ ଏବଂ ପାରମ୍ପରିକ ହୋଲି ରଙ୍ଗ ତିଆରି କରିବା ପାଇଁ ଏହାର ସ୍ପନ୍ଦନଶୀଳ ଫୁଲ ବ୍ୟବହାର କରାଯାଏ। ବୁଟିଆ ମନୋସ୍ପର୍ମାର ବିଭିନ୍ନ ଅଂଶ ଫୁଲ, ଛାଲ ପାରମ୍ପରିକ ଔଷଧରେ ବ୍ୟବହୃତ ହୁଏ। ଗଛରୁ ନିର୍ଗତ ବୁଟିଆ ଗମ୍ କିମ୍ବା କାମାର୍କସ୍ କୁହାଯାଏ ଯାହାର ଔଷଧୀୟ ବ୍ୟବହାର ଅଛି। ଗଛଟି ମାଟି ସଂରକ୍ଷଣ ଏବଂ ପୁନଃବନୀକରଣ ପ୍ରକଳ୍ପ ପାଇଁ ମଧ୍ୟ ଉପଯୋଗୀ। ଏହାର କାଠ ପ୍ରାୟତଃ କୃଷି ଉପକରଣ ଏବଂ ଛୋଟ ଫର୍ଣ୍ଣିଚର ତିଆରି କରିବା ପାଇଁ ବ୍ୟବହୃତ ହୁଏ।